ଦୁଲକୁଚେ ସୁବର୍ଣ୍ଣ ମେରୁ ପଡ଼ିଆ ମଶାଲ ଶୋଭାଯାତ୍ରାରେ ଜନଶୂନ। ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଅସୁରଗଡ଼ ଲୋକକଳା ମହୋତ୍ସବ। ଶୋଭାଯାତ୍ରାର ମନମୁଣ୍ଡା ଜନସମୁଦ୍ର ହୋଇଯାଇଥିଲା। ଦେଖିବାକୁ ମିଳିଲା ଯେ କଙ୍କାଲି ମନ୍ଦିରର ଦେଉଳଠାରୁ ମଶାଲ ଶୋଭାଯାତ୍ରା ବାହାରି ମନମୁଣ୍ଡାର ସହର ଦେଇ ବାସୁଦେବପୁର ପାଲି ପର୍ଯ୍ୟନ୍ତ ପହଞ୍ଚିଥିଲେ। ପରେ ସୁବର୍ଣ୍ଣପୁର ମେରୁ ପଡ଼ିଆରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ କଣ୍ଟାମାଲର ବିଧାୟକ ଶ୍ରୀଯୁକ୍ତ ମହେନ୍ଦ୍ର ରଣା ଆୟୋଜନ ଥିଲେ। କଣ୍ଟାମାଲ ବ୍ଲକର ଅଧ୍ୟକ୍ଷା ସସ୍ମିତା ସେନାପତି ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶଙ୍କର୍ଷଣ ପ୍ରଧାନ, ବୈନିକିଆ ସଭାପତି ପ୍ରକାଶ ଚନ୍ଦ୍ର ମେହେରଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ମହୋତ୍ସବର ପ୍ରଥମ ଦିନର ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର ଥିଲେ ଓ ମହୋତ୍ସବର ଚତୁର୍ଥ ରାତ୍ରିରେ ଆମର ସମ୍ବଲପୁରୀ ଅର୍କେଷ୍ଟ୍ରାର ଆର୍.କେ. ରୁକୁସୁନା ଆୟୋଜକ ଥିଲେ। ମହୋତ୍ସବର ସଭାପତି ଆଶିଷ ସାହୁ, ବିଜେଟି ରୂପ ସଭାପତି ସୁଧୀର ମହାକୁଡ଼, ବ୍ଲକ ବିଜେଡ଼ି ସଭାପତି ପ୍ରେମରାଜ ରଣା, ବିଶିଷ୍ଟ ଶିକ୍ଷାବିତ ଜ୍ୟୋତି ରଞ୍ଜନ ବହିଦାରଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସନ୍ଧ୍ୟାରେ ପଦ୍ମଶ୍ରୀ ହଳଧର ନାଗଙ୍କ କୌଶଳ ଭାଷା ସହିତ ସମ୍ବଲପୁରୀ ଗୀତ ସଙ୍ଗେ ରାତି 11 ଘଣ୍ଟା ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ। ଏହି ମହୋତ୍ସବ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବାର ବୋଲି ସଭାପତି ଆଶିଷ କୁମାର ସାହୁ ସୂଚନା ଦେଇଅଛନ୍। ମନମୁଣ୍ଡାରୁ ଅଭିମନ୍ୟୁ ନାୟକଙ୍କ PMJ ନ୍ୟୁଜ୍ ଓଡ଼ିଶା।